ଏହି ଭିଡ଼ିଓରେ ଆମେ ଗ୍ରୀକ୍ ଆକ୍ରମଣ ବିଷୟଟିକୁ ପଢ଼ିବା। ଆଲେକଜାଣ୍ଡର ଖ୍ରୀଷ୍ଟପୂର୍ବ 356 ମସିହାରେ ଗ୍ରୀସର ମାସିଡୋନିଆ ନାମକ ଏକ କ୍ଷୁଦ୍ର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପିତା ଫିଲିପ୍ ମାସିଡୋନିଆ ରାଜ୍ୟର ରାଜା ଥିଲେ। ବାଲ୍ୟକାଳରେ ଆଲେକଜାଣ୍ଡର ଗ୍ରୀକ୍ ଦାର୍ଶନିକ ଆରିଷ୍ଟଟଲଙ୍କ ଠାରୁ ବିଦ୍ୟାଶିକ୍ଷା କରିଥିଲେ। ପିତା ଫିଲିପଙ୍କ ମୃତ୍ୟୁ ପରେ ମାତ୍ର 20 ବର୍ଷ ବୟସରେ ସେ ସିଂହାସନ ଆରୋହଣ କରିଥିଲେ। ସିଂହାସନ ଆରୋହଣ କରିବାର ଅଳ୍ପ ଦିନ ମଧ୍ୟରେ ସେ ଏସିଆ ମାଇନର, ପାରସ୍ୟ, ସିରିଆ, ମିଶର, ଆଫଗାନିସ୍ତାନ ଆଦି ଅଞ୍ଚଳ ଜୟ କରିଥିଲେ। ତାଙ୍କର ବୀରତ୍ୱ ଓ ସାହସିକତା ପାଇଁ ତାଙ୍କୁ ଦିଗ୍ବିଜୟୀ ବୀର ଆଖ୍ୟା ମଧ୍ୟ ମିଳିଥିଲା। ସମଗ୍ର ପୃଥିବୀକୁ ଜୟ କରିବାର ସ୍ୱପ୍ନ ସେ ଦେଖିଥିଲେ। ଖ୍ରୀଷ୍ଟପୂର୍ବ 334 ମସିହାରେ ନିଜର 40,000 ସୈନ୍ୟଙ୍କ ସହିତ ଆଲେକଜାଣ୍ଡାର ଏସିଆ ମାଇନର ଆକ୍ରମଣ କଲେ। ଏଠାରୁ ପାରସ୍ୟ ଅଭିମୁଖେ ଅଗ୍ରସର ହୋଇ ପାରସ୍ୟର ସମ୍ରାଟ ତୃତୀୟ ଡେରାସଙ୍କୁ ପରାସ୍ତ କରିଥିଲେ। ଆଲେକଜାଣ୍ଡର ସିରିଆ ଓ ମିଶରକୁ ମଧ୍ୟ ଆକ୍ରମଣ କରିଥିଲେ। ପାରସ୍ୟମାନଙ୍କ ଅଧୀନରୁ ମିଶରକୁ ମୁକ୍ତ କରି ସେଠାରେ ଆଲେକଜାଣ୍ଡିଆ ନଗର ସ୍ଥାପନ କରିଥିଲେ। ଖ୍ରୀଷ୍ଟପୂର୍ବ 326 ମସିହାରେ ଆଲେକଜାଣ୍ଡର ଭାରତ ଅଭିମୁଖେ ଅଭିଯାନ ଆରମ୍ଭ କଲେ। ସେ ଖାଇବର ଗିରିପଥ ଦେଇ ଭାରତକୁ ପ୍ରବେଶ କଲେ ଏବଂ ଉତ୍ତର ପଶ୍ଚିମାଞ୍ଚଳ ସୀମାନ୍ତ ପ୍ରଦେଶଗୁଡ଼ିକୁ ଆକ୍ରମଣ କଲେ। ସେତେବେଳେ ଭାରତର ଉତ୍ତର ପଶ୍ଚିମରେ ଗାନ୍ଧାର, କାମ୍ବୋଜ ଭଳି ଅନେକ ଛୋଟ ଛୋଟ ରାଜ୍ୟ ଗଠିତ ହୋଇଥିଲା। ଏହି ରାଜ୍ୟମାନଙ୍କ ମଧ୍ୟରେ ଏକତା ନଥିଲା। ସେମାନେ ପରସ୍ପର ସହିତ ଅନବରତ କଳହରେ ଲିପ୍ତ ରହୁଥିଲେ। ସିନ୍ଧୁ ଓ ବିତସ୍ତା ନଦୀ ମଧ୍ୟରେ ଥିବା ତକ୍ଷଶିଳା ଗାନ୍ଧାର ରାଜ୍ୟର ରାଜଧାନୀ ଥିଲା। ଏହି ନଦୀର ଅପର ପାର୍ଶ୍ୱରେ ଗୋଟିଏ ରାଜ୍ୟରେ ପୌର ବଂଶ ରାଜତ୍ୱ କରୁଥିଲା। ଏହି ରାଜ୍ୟର ନାମ କିମ୍ବା ରାଜଧାନୀ ନାମ ଏପର୍ଯ୍ୟନ୍ତ ଜଣା ନାହିଁ। ଭାରତର ଉତ୍ତର ପଶ୍ଚିମରେ ଥିବା ରାଜ୍ୟମାନଙ୍କ ମଧ୍ୟରୁ କେତେକ ରାଜ୍ୟ ଆଲେକଜାଣ୍ଡରଙ୍କ ବଶତା ସ୍ୱୀକାର କରିଥିଲେ। ତକ୍ଷଶିଳାର ରାଜା ଅମ୍ବି ମଧ୍ୟ ଆଲେକଜାଣ୍ଡରଙ୍କୁ ପ୍ରତିରୋଧ ନ କରି ଆତ୍ମସମର୍ପଣ କରିଥିଲେ। ପୌରବ ରାଜ୍ୟର ରାଜା ପୁରୁ କିନ୍ତୁ ଆଲେକଜାଣ୍ଡରଙ୍କ ଗତିପଥରେ ପ୍ରତିବନ୍ଧକ ହୋଇଥିଲେ। ଫଳରେ ପୁରୁଙ୍କ ସୈନ୍ୟ ଓ ଆଲେକଜାଣ୍ଡରଙ୍କ ସୈନ୍ୟ ମଧ୍ୟରେ ଭୀଷଣ ଯୁଦ୍ଧ ହେଲା। ଏହାକୁ ହାଇଦାସ୍ପେସ୍ ଯୁଦ୍ଧ ବୋଲି କୁହାଯାଏ। ଏହି ଯୁଦ୍ଧରେ ଆଲେକଜାଣ୍ଡର ବିଜୟୀ ହେଲେ। ଗୁରୁତର ଭାବେ ଆହତ ହୋଇ ମଧ୍ୟ ପୁରୁ ଶେଷ ପର୍ଯ୍ୟନ୍ତ ଯୁଦ୍ଧ କରିଥିଲେ ଓ ଶେଷରେ ବନ୍ଦୀ ହୋଇଥିଲେ। ସମ୍ମୁଖରେ ବନ୍ଦୀ ପୁରୁଙ୍କୁ ଆଲେକଜାଣ୍ଡର ଯେତେବେଳେ ପ୍ରଶ୍ନ କଲେ ତାଙ୍କଠାରୁ ସେ କିଭଳି ବ୍ୟବହାର ଆଶା କରନ୍ତି, ନିର୍ଭୀକ ଭାବରେ ପୁରୁ ଉତ୍ତର ଦେଲେ, ଜଣେ ରାଜା ପ୍ରତି ଅନ୍ୟ ଜଣେ ରାଜାର ବ୍ୟବହାର ଯେପରି ତାହା ସେ ଆଶା କରନ୍ତି। ଏଭଳି ଜଣେ ଭାରତୀୟ ରାଜାଙ୍କ ସାହସ ଓ ବୀରତ୍ୱ ଆଲେକଜାଣ୍ଡରଙ୍କ ହୃଦୟକୁ ଜୟ କରିଥିଲା। ସେ କେବଳ ତାଙ୍କ ଜୀବନ ରକ୍ଷା କରିନଥିଲେ, ତାଙ୍କୁ ସସମ୍ମାନେ ତାଙ୍କର ରାଜ୍ୟ ଫେରାଇ ଦେଇଥିଲେ। ସେଠାରୁ ଆଲେକଜାଣ୍ଡର ପୂର୍ବ ଦିଗକୁ ଅଗ୍ରସର ହୋଇ ଆହୁରି ଅଧିକ ରାଜ୍ୟ ଜୟ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। କିନ୍ତୁ ତାଙ୍କର ଯୁଦ୍ଧକ୍ଳାନ୍ତ ସୈନିକମାନେ ଆଉ ଯୁଦ୍ଧ କରିବାକୁ ପ୍ରସ୍ତୁତ ନଥିଲେ। ଏତଦ୍‌ବ୍ୟତୀତ ମଗଧର ଶକ୍ତିଶାଳୀ ନନ୍ଦ ସାମ୍ରାଜ୍ୟର ମୁକାବିଲା କରିବା ପାଇଁ ଗ୍ରୀକ୍ ସୈନ୍ୟମାନେ ସାହସ କରିପାରି ନଥିଲେ। ତେଣୁ ବାଧ୍ୟ ହୋଇ ଆଲେକଜାଣ୍ଡର ଦେଶଜୟ ଆଶା ପରିତ୍ୟାଗ କରି ସ୍ୱଦେଶକୁ ଫେରିଗଲେ। ସେ ସ୍ୱଦେଶ ଫେରିବା ବାଟରେ ବାବିଲୋନଠାରେ ଜ୍ୱରରେ ଆକ୍ରାନ୍ତ ହୋଇ ଖ୍ରୀଷ୍ଟପୂର୍ବ 323 ମସିହାରେ ମାତ୍ର 32 ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ଆଲେକଜାଣ୍ଡରଙ୍କ ଆକ୍ରମଣର ପ୍ରଭାବ। ଆଲେକଜାଣ୍ଡରଙ୍କ ଆକ୍ରମଣର ଫଳାଫଳ ସୁଦୂର ପ୍ରସାରୀ ଥିଲା। ତାଙ୍କ ଆକ୍ରମଣ ଭାରତୀୟ ସମାଜକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଯଥା, ଆଲେକଜାଣ୍ଡରଙ୍କ ଆକ୍ରମଣ ଭାରତରେ ରାଜନୈତିକ ଏକତା ଆଣିବାରେ ସାହାଯ୍ୟ କଲା। ତାଙ୍କ ପରେ ଭାରତରେ ଏକ ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ଗଠନ ହେବା ସମ୍ଭବ ହୋଇଥିଲା। ଏହି ଆକ୍ରମଣ ଦ୍ୱାରା ଭାରତ ଓ ୟୁରୋପ ମଧ୍ୟରେ ବାଣିଜ୍ୟର ପ୍ରସାର ହେଲା। ଭାରତ ଓ ଗ୍ରୀକ୍ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ମଧ୍ୟ ସ୍ଥାପିତ ହୋଇଥିଲା। ପୂର୍ବରୁ ଭାରତ ଓ ଗ୍ରୀସ୍ ମଧ୍ୟରେ ଏକମାତ୍ର ସ୍ଥଳପଥ ଥିଲା। ଏହି ଆକ୍ରମଣ ଫଳରେ 3ଟି ସ୍ଥଳପଥ ଓ ଗୋଟିଏ ଜଳପଥ ଆବିଷ୍କୃତ ହେଲା। ଭାରତ ଓ ଗ୍ରୀକ୍ କଳାର ମିଶ୍ରଣରେ ଗାନ୍ଧାର କଳାର ସୃଷ୍ଟି ହେଲା। ମୋଟ ଉପରେ କହିବାକୁ ଗଲେ ଆଲେକଜାଣ୍ଡରଙ୍କ ଆକ୍ରମଣ ଦ୍ୱାରା
ପ୍ରାଚ୍ୟ ଓ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇପାରିଥିଲା।